ମତେ ସଞ୍ଜୀବ ଭାଇ ଡାକିଲା ଯେ ଗୋଟେ ଜାଗା ଅଛି ସେଠି ଭୂତ 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 ମାନେ ଭୂତ ପ୍ରେତ ମାନେ ସବୁ କିଛି ରୁହନ୍ତି। ମୁଁ ବିଲିଭ କରୁନି ହେଲା ତଥାପି ମୁଁ ତା ସାଙ୍ଗରେ ଆସିଛି ଏବେ ଦେଖିବା ଚାଲନ୍ତୁ ଏବେ ଚାଲନ୍ତୁ ଦେଖିବା ଫାଇନାଲି ସେଇ ଜାଗାରେ ଆମେ ପହଞ୍ଚି ଯାଇଛେ ଆଉ ରହିଲାନି ସେ ଜାଗା ସେଠି ମୁଁ ଦେଖଉଛି ହଁ ସେଠି ସେ ତା ସେଇ ଘର ଭିତରେ ଭୂତ ପ୍ରେତ ରୁହନ୍ତି ଆଜି ବିଲିଭ କରେନି ସେଥିପାଇଁ ମାନେ ତଥାପି ଡର ତ ଲାଗୁଛି ତଥାପି ଦେଖିବା ରାତିରେ ଆସିବା କଥା ଥିଲା ସେଥିପାଇଁ ରାତି ପ୍ରୋଗ୍ରାମ କ୍ୟାନସଲ କରିଦେଇକି ଡେ ପ୍ରୋଗ୍ରାମ ବନେଇଛୁ କେବେ ରାତି ପ୍ରୋଗ୍ରାମ ହେଲେ ଆମେ ନିହାତି ମୁଁ ଭିଡିଓ ବନେଇବି ଆପଣଙ୍କୁ ବି ଦେଖେଇବି ଚାଲନ୍ତୁ ମୁଁ ଦେଖେଇବି ଏବେ ଦେଖନ୍ତୁ କୋଉ ଭଳିଆ ମାନେ ବୁଦାରେ ମାନେ ଜଙ୍ଗଲ ଭଳିଆ ଜଙ୍ଗଲ ମାନେ ଏଠି ଗାଈ ମାରିକି କଣ ଗାଈ ଛେଳି ପାଖରୁ ମାନେ ଏଠି ସବୁ ପୋଡା ହେଇଛି ମଣିଷ ବି ପୋଡା ହେଇଛି ଆଉ ଏ ଦେଖଉଛି କୋଉ ଭଳିଆ କଣ ମାନେ ଏତେ ଘଞ୍ଚ ଜଙ୍ଗଲ ଆପଣ ବିଶ୍ୱାସ କରିପାରିବେନି ମତେ ଡର ମାଣ୍ଡୁଛି ସଞ୍ଜୀବ ଭାଇ ଚାଲିଗଲା ସେ କିଏ ମଦ ପିଇଛି ସେଣିକି ପଳେଇଛି ହଉ ଡର ମାଣ୍ଡୁଛି ଏକୁଟିଆ ତଥାପି ମୁଁ ତା ସେ ଘର ଭିତରକୁ ତ ଟୋଟାଲି ଯିବିନି ଆଉ ଏବେ ଯିବିନି ସେ ଆସିନେ ମୁଁ ଯିବି ସାଙ୍ଗରେ ହେଲା ଆଉ ଏଠି ପୋଖରୀ ଫୁଖରୀ ଆପଣ ଦେଖୁଛି ବିରାଟ ବଡ ପୋଖରୀ ଅଛି ଏଠି ଆଉ ଆଉ ଦେଖି ପାରୁଛନ୍ତି ମାନେ ଏତେ ଘଞ୍ଚ ଜଙ୍ଗଲ ମୁଁ ଫାଙ୍କା ପୁରା ଫାଙ୍କାକୁ ପଳେଇ ଆସିଛି ଏତେ ଡର ମାଣ୍ଡିଲା ଏବେ ଯିବା ସଞ୍ଜୀବ ଭାଇକୁ ଡାକେ ତାପରେ ଦେଖିବା ସେ ତା ଭିତରେ କଣ ସବୁ ଅଛି ଠିକ ଅଛି ଆଉ ଯଦି ଚାଲାନ୍ତୁ ଲାଇକ୍ ସେୟାର ଯଦି ମୋ ଭିଡିଓ ଭଲ ଲାଗିଥିବ ତାହେଲେ ଚାଲନ୍ତୁ ଲାଇକ୍ ସେୟାର କମେଣ୍ଟ ଓ ଆମ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ ମୁଁ ଆପଣଙ୍କ ବିକାଶ କ୍ରିଏଟିଭ ଅଫିସିଆଲ ଧନ୍ୟବାଦ ଚାଲନ୍ତୁ ଦେଖିବା ତା ଭିତରେ କଣ ହଉଛି ଚାଲନ୍ତୁ ଯିବା ଏପଟରେ କେତେ ଭିତରୁ ଯାଉଛି ସ୍ମେଲ କରୁଛି କାରଣ ଏଠି ପ୍ରାୟଟା ଖାଲି ଗାଈ କଟାଯାଏ ଗାଈ ଆଉ ମଣିଷ ମାନେ ମାନେ ମଣିଷ ବି ପୋଡ଼ାଯାଏ ସେଇ ଜାଗାକୁ ଆପଣମାନେ ଦେଖିପାରୁଛନ୍ତି କେତେ ଘଞ୍ଚ ଜଙ୍ଗଲ ଭାଇ ଦେଖିକି ଯାଉଛି ଏ ଜାଗାକୁ ମୁଁ ଆସିନାହିଁ ସାଙ୍ଗମାନେ ଏଇ ଜାଗାଟା ହେଉଛି ମଶାଣି ପଡ଼ିଆ ଜାଗା ଦେଖିପାରୁଥିବେ ଏଠି ଗାଈ ହାଡ଼ ଫାଡ଼ ପଡ଼ିଛି ଏଠି ଆହୁରି ମୁଁ ଆପଣଙ୍କର ଭିତରକୁ ଜାଗା ନେଉଛି ଆଉ ଏଇଠି ଗୋଟେ ଗୋଟେ ମୁଁ ଯେଉଁ ଜାଗାକୁ ପୁରା ଲୋକେସନ୍ ପହଞ୍ଚିଗଲି ଏଠି ପୁରା ସମାଧି ମାନେ ଏଠି ମଣିଷମାନେ ପୋଡ଼ାଯାଏ ଆଉ ଆଗକୁ ଚାଲନ୍ତୁ ମୁଁ ଆପଣମାନେ ନେଇକି ଯିବି ତ ଏଇ ଜାଗାକୁ ମୁଁ ଭିତରୁ ବେଶୀ ଯାଉନାହିଁ କାରଣ ମୋତେ ବି ଟିକେ ଠିକ୍ ଲାଗୁନି କାରଣ ଦ୍ୱିପହର ଟାଇମ୍ଟା ଦେଖିବା ସେ ଜାଗାଟା ଖାସ୍ କରି ବିକାଶ ଡର ଲାଗୁନି ଜାଗାଟା ଦେଖିପାରୁଛି ଆଉ ସାଙ୍ଗେ ଦେଖିଲି ଆଉ ଗୋଟେ ଘରଟା ଦେଖେଇବି ଯେଉଁଟାକି ଏଇ ଆମର ମାନେ ଝାଉଁ ଜଙ୍ଗଲ ଫରେଷ୍ଟ ଅଫିସ୍ ଥିଲା ଯାହାକି ବର୍ତ୍ତମାନ ବନ୍ଦ ମିନିମମ୍ 20-30 ଆପଣମାନେ ଦେଖିପାରୁଛନ୍ତି ଆମେ ସେଇ ଭୂତ କୋଠି ପାଖରେ ପହଞ୍ଚି ଯାଇଛୁ ମୁଁ ଦେଖୁଛି ଦେଖିପାରୁଛନ୍ତି ଆପଣମାନେ ଏବେ ଦେଖିପାରୁଛନ୍ତି ତା ଭିତରକୁ ମୁଁ ଯିବିନି ବହୁତ ଡର ମାଣ୍ଡୁଛି ଦେଖନ୍ତୁ ଏଟା ସେଇ ଭୂତ କୋଠରୀ ଯୋଉ କଥା କହିଥିଲେ ମୁଁ ବାହାରୁ ଦେଖିଦଉଛି ଡର ତ ମାଣ୍ଡୁଛି ତା ଭିତରକୁ ଯିବାର ନାହିଁ ମୋର ଏତେ ରିସ୍କ ନେବାର ନାହିଁ ମୋର ଠିକ